ओम श्री परमात्मने नमः। अथ नवमो अध्यायः राजविद्या राजगुह्य जोग। श्री भगवान कहिले, तुम परी दोषदृष्टि शून्य भक्तंकु एही परम गोपनीय विज्ञान सहित ज्ञान मु पुनर्बार भल भावरे बुझाई कहीदेवी। ताहा जानी तुमे दुख रूपी संसाररू मुक्त होइजिब। ଏହି ବିଜ୍ଞାନ ସହିତ ଜ୍ଞାନ ହେଉଛି ସକଳ ବିଦ୍ୟାର ରାଜା, ସମସ୍ତ ଗୋପନୀୟ ରହସ୍ୟମାନଙ୍କର ରାଜା, ଅତ୍ୟନ୍ତ ପବିତ୍ର, ଅତି ଉତ୍ତମ, ପ୍ରତ୍ୟକ୍ଷ ଫଳଦାୟୀ ଓ ଧର୍ମମୟ। ସାଧନା କରିବାରେ ଏହା ଅତ୍ୟନ୍ତ ସୁଗମ ଓ ଅବିନାଶୀ। ହେ ପରନ୍ତପ ଅର୍ଜୁନ, ଉପରୋକ୍ତ ଧର୍ମରେ ଶ୍ରଦ୍ଧା ରଖୁ ନଥିବା ପୁରୁଷମାନେ ମୋତେ ପ୍ରାପ୍ତ ନ ହୋଇ ମୃତ୍ୟୁ ରୂପକ ସଂସାର ଚକ୍ରରେ ଘୂରି ବୁଲନ୍ତି। ମୋ ଦ୍ୱାରା ଅର୍ଥାତ୍ ନିରାକାର ପରମାତ୍ମାଙ୍କ ଦ୍ୱାରା ଏହି ସମସ୍ତ ବିଶ୍ୱ ଜଳ ଦ୍ୱାରା ବରଫ ପରି ପରିପୂର୍ଣ୍ଣ ହୋଇ ରହିଛି ଏବଂ ସକଳ ଭୂତ ମୋ ଅନ୍ତର୍ଗତ ସଂକଳ୍ପର ଆଧାରରେ ସ୍ଥିତ, କିନ୍ତୁ ପ୍ରକୃତରେ ମୁଁ ସେମାନଙ୍କ ମଧ୍ୟରେ ନାହିଁ। ସେହି ସମସ୍ତ ଭୂତ ମୋ ଠାରେ ଅବସ୍ଥିତ ନୁହନ୍ତି, କିନ୍ତୁ ମୋର ଈଶ୍ୱରୀୟ ଯୋଗ ଶକ୍ତି ଦେଖ ଯେ ପ୍ରାଣୀମାନଙ୍କର ଧାରଣ ପୋଷଣ କର୍ତ୍ତା ଏବଂ ପ୍ରାଣୀମାନଙ୍କର ସୃଷ୍ଟିକର୍ତ୍ତା ହୋଇ ମଧ୍ୟ ମୋର ଆତ୍ମା ପ୍ରକୃତରେ ପ୍ରାଣୀମାନଙ୍କ ମଧ୍ୟରେ ଅବସ୍ଥିତ ନୁହେଁ। ଆକାଶରୁ ଉତ୍ପନ୍ନ ହୋଇଥିବା ଓ ସର୍ବତ୍ର ବିଚରଣ କରୁଥିବା ମହାନ ବାୟୁ ଯେପରି ସର୍ବଦା ଆକାଶରେ ହିଁ ଅବସ୍ଥିତ ରହେ, ମୋର ସଂକଳ୍ପ ଦ୍ୱାରା ଉତ୍ପନ୍ନ ହୋଇଥିବାରୁ ସମସ୍ତ ଭୂତ ସେହିପରି ମୋ ଠାରେ ଅବସ୍ଥିତ ବୋଲି ଜାଣ। ହେ ଅର୍ଜୁନ, କଳ୍ପ ଶେଷରେ ସକଳ ଭୂତ ମୋ ପ୍ରକୃତି ପ୍ରାପ୍ତ ହୁଅନ୍ତି, ଅର୍ଥାତ୍ ମୋ ପ୍ରକୃତିରେ ଲୀନ ହୁଅନ୍ତି ଏବଂ କଳ୍ପର ଆରମ୍ଭରେ ସେମାନଙ୍କୁ ମୁଁ ପୁଣି ଥରେ ରଚନା କରେ। ମୁଁ ମୋ ସ୍ୱଭାବ ବଶତଃ ପରତନ୍ତ୍ର ହୋଇଥିବା ଏହି ସମସ୍ତ ଭୂତ ସମୁଦାୟକୁ ସେମାନଙ୍କ କର୍ମ ଅନୁସାରେ ବାରମ୍ବାର ସୃଷ୍ଟି କରେ। ହେ ଅର୍ଜୁନ, ମୁଁ ସେସବୁ କର୍ମରେ ଅନାସକ୍ତ ଓ ଉଦାସୀନ ସଦୃଶ ରହିଥିବାରୁ ମୋତେ ଅର୍ଥାତ୍ ପରମାତ୍ମାଙ୍କୁ ସେସବୁ କର୍ମ ବାନ୍ଧିପାରେ ନାହିଁ। ହେ ଅର୍ଜୁନ, ମୋରି ଅଧ୍ୟକ୍ଷତାରେ ଅର୍ଥାତ୍ ମୋର ଶକ୍ତି ଓ ସହାୟତାରେ ପ୍ରକୃତି ଚରାଚର ସହିତ ସମସ୍ତ ଜଗତ ସୃଷ୍ଟି କରେ ଏବଂ ସେହି ହେତୁ ହିଁ ସଂସାର ଚକ୍ର ଘୂରି ଚାଲିଛି। ମୋର ପରମ ଭାବ ଜାଣିନଥିବା ମୂଢ଼ ଲୋକମାନେ ମନୁଷ୍ୟ ଶରୀର ଧାରଣ କରିଥିବା ସକଳ ଭୂତଙ୍କ ମହାନ ଈଶ୍ୱର ସ୍ୱରୂପ ମୋତେ ତୁଚ୍ଛ ଦୃଷ୍ଟିରେ ଦେଖନ୍ତି, ଅର୍ଥାତ୍ ନିଜର ଯୋଗମାୟା ଦ୍ୱାରା ସଂସାରର ଉଦ୍ଧାର ନିମନ୍ତେ ମନୁଷ୍ୟ ରୂପରେ ବିଚରଣ କରୁଥିବା ମୋତେ ସାଧାରଣ ମନୁଷ୍ୟ ବୋଲି ଭାବନ୍ତି। ବ୍ୟର୍ଥ ଆଶା ରଖିଥିବା, ବ୍ୟର୍ଥ କର୍ମ କରୁଥିବା ଓ ବ୍ୟର୍ଥ ଜ୍ଞାନଯୁକ୍ତ ବିକ୍ଷିପ୍ତ ଚିତ୍ତ ସେହି ଅଜ୍ଞାନମାନେ ରାକ୍ଷସୀ, ଅସୁରୀ ଓ ମୋହିନୀ ପ୍ରକୃତି ହିଁ ଧାରଣ କରି ରହନ୍ତି। କିନ୍ତୁ ହେ କୁନ୍ତିପୁତ୍ର, ଦୈବୀ ପ୍ରକୃତିର ଆଶ୍ରିତ ମହାତ୍ମାମାନେ ମୋତେ ସକଳ ଭୂତଙ୍କର ସନାତନ କାରଣ ଓ ଅବିନାଶୀ ଅକ୍ଷର ସ୍ୱରୂପ ଜାଣି ଅନନ୍ୟ ଚିତ୍ତରେ ଯୁକ୍ତ ହୋଇ ନିରନ୍ତର ମୋତେ ଭଜନ କରନ୍ତି। ସେହି ଦୃଢ଼ ନିଶ୍ଚୟୀ ଭକ୍ତମାନେ ନିରନ୍ତର ମୋର ନାମ ଓ ଗୁଣ କୀର୍ତ୍ତନ କରି କରି, ମୋର ପ୍ରାପ୍ତି ପାଇଁ ଯତ୍ନ କରି କରି ଏବଂ ମୋତେ ବାରମ୍ବାର ପ୍ରଣାମ କରି ନିରନ୍ତର ମୋର ଧ୍ୟାନରେ ଲାଗି ରହି ଅନନ୍ୟ ପ୍ରେମରେ ମୋର ଉପାସନା କରନ୍ତି। ଅନ୍ୟ କେତେକ ଜ୍ଞାନଯୋଗୀ ମୋତେ ନିର୍ଗୁଣ ନିରାକାର ବ୍ରହ୍ମ ବୋଲି ଜାଣି ଜ୍ଞାନଯଜ୍ଞ ଦ୍ୱାରା ଅଭିନ୍ନ ଭାବରେ ମୋର ଉପାସନା କରନ୍ତି ଏବଂ ଅନ୍ୟ କେତେକ ଯୋଗୀ ବହୁ ପ୍ରକାରରେ ଅବସ୍ଥିତ ମୋତେ ଅର୍ଥାତ୍ ବିରାଟ ସ୍ୱରୂପ ପରମେଶ୍ୱରଙ୍କୁ ପୃଥକ୍ ଭାବରେ ଉପାସନା କରନ୍ତି। ମୁଁ କ୍ରତୁ, ମୁଁ ଯଜ୍ଞ, ମୁଁ ସ୍ୱଧା, ମୁଁ ଔଷଧ, ମୁଁ ମନ୍ତ୍ର, ମୁଁ ଘୃତ, ମୁଁ ଅଗ୍ନି ଏବଂ ମୁଁ ହିଁ ହବନ ରୂପୀ କ୍ରିୟା। ଏହି ସମଗ୍ର ଜଗତର ଧାତା ଅର୍ଥାତ୍ ଧାରଣକର୍ତ୍ତା ଓ କର୍ମଫଳଦାତା, ପିତା, ମାତା, ପିତାମହ, ଜାଣିବାର ଯୋଗ୍ୟ ବସ୍ତୁ, ପବିତ୍ର ଓଁକାର ତଥା ଋଗ୍ବେଦ, ସାମବେଦ ଓ ଯଜୁର୍ବେଦ ମଧ୍ୟ ମୁଁ ହିଁ ଅଟେ। ମୁଁ ସମସ୍ତଙ୍କ ପ୍ରାପ୍ତ ହେବା ଯୋଗ୍ୟ ପରମଧାମ, ସମସ୍ତଙ୍କ ଭରଣ ପୋଷଣ କର୍ତ୍ତା, ସମସ୍ତଙ୍କ ସ୍ୱାମୀ, ଶୁଭାଶୁଭ ଦ୍ରଷ୍ଟା, ସମସ୍ତଙ୍କ ବାସସ୍ଥାନ, ଶରଣ ନେବାର ଯୋଗ୍ୟ, ପ୍ରତ୍ୟୁପକାର ନ ଚାହିଁ ହିତକାରୀ ଅଟେ, ସମସ୍ତଙ୍କ ଉତ୍ପତ୍ତି ଓ ପ୍ରଳୟର ହେତୁ, ସ୍ଥିତିର ଆଧାର, ନିଧାନ ଓ ଅବିନାଶୀ କାରଣ ମଧ୍ୟ ମୁଁ ହିଁ ଅଟେ।
ମୁଁ ହିଁ ସୂର୍ଯ୍ୟ ରୂପରେ ଉତ୍ତାପ ପ୍ରଦାନ କରେ, ବର୍ଷାକୁ ଆକର୍ଷଣ କରେ ଏବଂ ବର୍ଷା କରାଏ। ହେ ଅର୍ଜୁନ, ମୁଁ ହିଁ ଅମୃତ ଏବଂ ମୃତ୍ୟୁ, ସତ୍ ଅସତ୍ ମଧ୍ୟ ମୁଁ ହିଁ ଅଟେ। ତିନି ବେଦର ବିଧାନ ଅନୁସାରେ ସକାମ କର୍ମ କରୁଥିବା ତଥା ଯଜ୍ଞର ସୋମରସ ପାନ କରୁଥିବା ନିଷ୍ପାପ ପୁରୁଷମାନେ ମୋତେ ଯଜ୍ଞ ଦ୍ୱାରା ପୂଜା କରି ସ୍ୱର୍ଗ କାମନା କରନ୍ତି। ସେମାନେ ନିଜ ପୁଣ୍ୟମାନଙ୍କର ଫଳ ସ୍ୱରୂପ ସ୍ୱର୍ଗଲୋକକୁ ପାଇ ସ୍ୱର୍ଗରେ ଦିବ୍ୟ ଭୋଗ ଭୁଞ୍ଜନ୍ତି। ସେମାନେ ସେହି ବିଶାଳ ସ୍ୱର୍ଗଲୋକ ଭୋଗ କରି ପୁଣ୍ୟ କ୍ଷୀଣ ହୋଇଯିବା ପରେ ମୃତ୍ୟୁ ଲୋକ ପ୍ରାପ୍ତ ହୁଅନ୍ତି। ଏହିପରି ସ୍ୱର୍ଗ ପ୍ରାପ୍ତିର ସାଧନା ରୂପକ ତିନି ବେଦରେ କଥିତ ସକାମ କର୍ମର ଆଶ୍ରୟ ନେଇଥିବା ଏବଂ ଭୋଗ କାମନା କରୁଥିବା ପୁରୁଷମାନେ ବାରମ୍ବାର ଆବାଗମନ ପ୍ରାପ୍ତ ହୁଅନ୍ତି, ଅର୍ଥାତ୍ ପୁଣ୍ୟ ବଳରେ ସ୍ୱର୍ଗକୁ ଯାଆନ୍ତି ଏବଂ ପୁଣ୍ୟ କ୍ଷୀଣ ହୋଇଗଲେ ମୃତ୍ୟୁ ଲୋକକୁ ଫେରି ଆସନ୍ତି। ଯେଉଁ ଅନନ୍ୟ ପ୍ରେମୀ ଭକ୍ତଜନମାନେ ମୋତେ ଅର୍ଥାତ୍ ପରମେଶ୍ୱରଙ୍କୁ ନିରନ୍ତର ଚିନ୍ତନ ପୂର୍ବକ ନିଷ୍କାମ ଭାବରେ ଭଜନ କରନ୍ତି, ନିତ୍ୟ ନିରନ୍ତର ମୋର ଚିନ୍ତନ କରୁଥିବା ସେହି ପୁରୁଷମାନଙ୍କର ଯୋଗକ୍ଷେମ ସ୍ୱୟଂ ମୁଁ ବହନ କରେ। ହେ ଅର୍ଜୁନ, ଯେଉଁ ସକାମ ଭକ୍ତମାନେ ଶ୍ରଦ୍ଧାଯୁକ୍ତ ହୋଇ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ମଧ୍ୟ ମୋତେ ହିଁ ପୂଜା କରିଥାନ୍ତି। କିନ୍ତୁ ସେମାନଙ୍କର ସେହି ପୂଜା ଅବିଧି ରୂପକ ଅର୍ଥାତ୍ ଅଜ୍ଞାନପୂର୍ବକ ହୋଇଥାଏ। କାରଣ ସକଳ ଯଜ୍ଞର ଭୋକ୍ତା ଓ ସ୍ୱାମୀ ମଧ୍ୟ ମୁଁ ହିଁ ଅଟେ। କିନ୍ତୁ ସେମାନେ ମୋତେ ଅର୍ଥାତ୍ ପରମେଶ୍ୱରଙ୍କୁ ତତ୍ତ୍ୱତଃ ଜାଣନ୍ତି ନାହିଁ। ତେଣୁ ସେମାନଙ୍କର ପତନ ହୁଏ, ଅର୍ଥାତ୍ ସେମାନେ ପୁନର୍ଜନ୍ମ ପ୍ରାପ୍ତ ହୁଅନ୍ତି। ଦେବତାମାନଙ୍କୁ ପୂଜା କରୁଥିବା ମନୁଷ୍ୟମାନେ ଦେବତାମାନଙ୍କୁ ପାଆନ୍ତି। ପିତୃମାନଙ୍କୁ ପୂଜା କରୁଥିବା ମନୁଷ୍ୟମାନେ ପିତୃମାନଙ୍କୁ ପାଆନ୍ତି। ଭୂତପ୍ରେତଙ୍କୁ ପୂଜା କରୁଥିବା ମନୁଷ୍ୟମାନେ ଭୂତପ୍ରେତଙ୍କୁ ପାଆନ୍ତି ଏବଂ ମୋତେ ପୂଜା କରୁଥିବା ଭକ୍ତମାନେ ମୋତେ ହିଁ ପାଆନ୍ତି। ତେଣୁ ମୋର ଭକ୍ତମାନଙ୍କର ପୁନର୍ଜନ୍ମ ହୁଏ ନାହିଁ। ଯେ କେହି ଭକ୍ତ ମୋତେ ପ୍ରେମର ସହିତ ପତ୍ର, ପୁଷ୍ପ, ଫଳ, ଜଳ ଆଦି ଅର୍ପଣ କରନ୍ତି, ସେହି ଶୁଦ୍ଧ ବୁଦ୍ଧି ନିଷ୍କାମ ପ୍ରେମୀ ଭକ୍ତଙ୍କର ପ୍ରେମପୂର୍ବକ ଅର୍ପିତ ସେହି ପତ୍ର ପୁଷ୍ପାଦି ମୁଁ ସଗୁଣ ରୂପରେ ପ୍ରକଟ ହୋଇ ପ୍ରୀତିପୂର୍ବକ ଗ୍ରହଣ କରେ। ହେ ଅର୍ଜୁନ, ତୁମେ ଯାହା କିଛି କର୍ମ କରୁଛ, ଯାହା କିଛି ଭୋଜନ କରୁଛ, ଯାହା କିଛି ହବନ କରୁଛ, ଯାହା କିଛି ଦାନ କରୁଛ ଏବଂ ଯାହା କିଛି ତପ କରୁଛ, ସେସବୁ ମୋତେ ଅର୍ପଣ କର। ଏପରି ଭାବରେ ଯେଉଁଥିରେ ସମସ୍ତ କର୍ମ ମୋତେ ଅର୍ପଣ କରାଯାଏ, ସେହି ସନ୍ନ୍ୟାସ ଯୋଗରେ ଯୁକ୍ତ ଚିତ୍ତ ହୋଇ ଫଳାଶକ୍ତି ତ୍ୟାଗପୂର୍ବକ ସମର୍ପଣ ବୁଦ୍ଧିରେ କର୍ତ୍ତବ୍ୟ କର୍ମ କଲେ ତୁମେ ଶୁଭାଶୁଭ ଫଳରୂପୀ କର୍ମବନ୍ଧନରୁ ମୁକ୍ତ ହୋଇଯିବ ଏବଂ ସେଥିରୁ ମୁକ୍ତ ହୋଇଯାଇ ମୋତେ ପ୍ରାପ୍ତ ହେବ। ମୁଁ ସକଳ ଭୂତଙ୍କଠାରେ ସମଭାବରେ ବ୍ୟପ୍ତ। ମୋର କେହି ଅପ୍ରିୟ ନୁହନ୍ତି କି କେହି ପ୍ରିୟ ନୁହନ୍ତି। କିନ୍ତୁ ଯେଉଁ ଭକ୍ତମାନେ ମୋତେ ପ୍ରେମରେ ଭଜନ କରନ୍ତି, ସେମାନେ ମୋ ମଧ୍ୟରେ ଥାଆନ୍ତି। ମୁଁ ସକଳ ଭୂତଙ୍କଠାରେ ସମଭାବରେ ବ୍ୟାପ୍ତ। ମୋର କେହି ଅପ୍ରିୟ ନୁହନ୍ତି କି କେହି ପ୍ରିୟ ନୁହନ୍ତି। କିନ୍ତୁ ଯେଉଁ ଭକ୍ତମାନେ ମୋତେ ପ୍ରେମରେ ଭଜନ କରନ୍ତି, ସେମାନେ ମୋ ମଧ୍ୟରେ ଥାଆନ୍ତି ଓ ମୁଁ ସେମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ପ୍ରକଟ ହୋଇଥାଏ। ଯଦି କୌଣସି ଅତିଶୟ ଦୁରାଚାରୀ ମଧ୍ୟ ଅନନ୍ୟ ଭାବରେ ମୋର ଭକ୍ତ ହୋଇ ମୋତେ ଭଜନ କରନ୍ତି, ତେବେ ସେ ବି ସାଧୁ ବୋଲି ଗଣାଯିବେ। କାରଣ ସେ ଯଥାର୍ଥ ନିର୍ଣ୍ଣୟ କରିଥାନ୍ତି, ଅର୍ଥାତ୍ ସେ ଭଲ ଭାବରେ ନିର୍ଣ୍ଣୟ କରି ନେଇଥାନ୍ତି ଯେ ପରମେଶ୍ୱରଙ୍କ ଭଜନ ସମାନ ଅନ୍ୟ କିଛି ନାହିଁ। ତେଣୁ ସେ ଶୀଘ୍ର ଧର୍ମାତ୍ମା ହୋଇଯାଆନ୍ତି ଏବଂ ଚିରନ୍ତନ ଶାନ୍ତି ପ୍ରାପ୍ତ ହୋଇଯାଆନ୍ତି। ହେ ଅର୍ଜୁନ, ତୁମେ ଏହା ନିଶ୍ଚିତ ସତ୍ୟ ବୋଲି ଜାଣ ଯେ ମୋର ଭକ୍ତଙ୍କର ବିନାଶ ହୁଏ ନାହିଁ। କାରଣ ହେ ଅର୍ଜୁନ, ନାରୀ, ବୈଶ୍ୟ, ଶୂଦ୍ର ତଥା ନୀଚ ଜାତିର ଯେ କେହି ବି ହୁଅନ୍ତୁ ନା କାହିଁକି, ସେମାନେ ମଧ୍ୟ ମୋର ଶରଣାପନ୍ନ ହୋଇ ପରମଗତି ହିଁ ପ୍ରାପ୍ତ ହୁଅନ୍ତି। ତେଣୁ ପୁଣ୍ୟଶୀଳ ବ୍ରାହ୍ମଣ ତଥା ରାଜର୍ଷି ଭକ୍ତମାନେ ଯେ ମୋର ଶରଣାପନ୍ନ ହେଲେ ପରମଗତି ପ୍ରାପ୍ତ ହୁଅନ୍ତି, ତାହା ଆଉ କ'ଣ କହିବା। ଅତଏବ ତୁମେ ଏହି ସୁଖରହିତ ଓ କ୍ଷଣଭଙ୍ଗୁର ମନୁଷ୍ୟ ଶରୀର ପ୍ରାପ୍ତ ହୋଇଥିବାରୁ ନିରନ୍ତର ମୋତେ ହିଁ ଭଜନ କର। ମୋ ଠାରେ ମନ ଲଗାଅ, ମୋର ଭକ୍ତ ହୁଅ, ମୋର ପୂଜନ କର, ମୋତେ ପ୍ରଣାମ କର। ଏପରି ଭାବରେ ଆତ୍ମାକୁ ମୋ ଠାରେ ଲଗାଇ ମୋର ପରାୟଣ ହେଲେ ତୁମେ ମୋତେ ନିଶ୍ଚୟ ପ୍ରାପ୍ତ ହେବ। ଓଁ ତତ୍ସଦିତି। ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ
राजविद्या राजगुह्ययोगो नाम नवमोऽध्यायः।